ଶୀତୁଆ ପାଗରେ ଗଡ଼ିଶ ମାଛର ପତୁଆ ସାଙ୍ଗକୁ ପିଆଜ ଲଙ୍କା କାକୁଡ଼ି ଆଉ ପଖାଳ ଖରା ପିଠିଆ ହେଇ ଖାଇବାର ମଜା ଅଲଗା। ତ କେଉଁମାନେ ଏମିତି ମାଛ ପତୁଆକୁ ନେଇ ପଖାଳ ଖାଉଛନ୍ତି ସକାଳୁ ପ୍ଲିଜ୍ କମେଣ୍ଟରେ ନିଶ୍ଚୟ କରିବେ। ତ ମାର୍କେଟରେ ଗଡ଼ିଶ ମାଛ ମିଳିଲା କ୍ଷଣି ମୋ ହଜବେଣ୍ଡ ନେଇ ଆସିଛନ୍ତି, କହିଲେ ପତୁଆ କର ମାଛଟା, ତାପରେ ପଖାଳ ଭାତ ମୁଢ଼ି ଯାହା ଖାଉଛ ଖାଅ। ତ ତାକୁ ଧୋଇ ପରିଷ୍କାର କରି ଭାଜି ନେଲି, ଆଗେ ସନ୍ତୁଳି ନେଲି ମାଛଟା। ତାପରେ ଦେଖନ୍ତୁ ମସଲା କେମିତି ରେଡ଼ି କରିଛି। ସେଇ ମାଛ ଭଜା କରେଇରେ ତେଲ ଦେଇକି, ତେଲ ଆପଣଙ୍କ ହିସାବରେ ଦେବେ, ମୁଁ 2 ଚାମଚ ତେଲ ଦେଇଛି ଅଳ୍ପ ମାଛ ବୋଲି। ତ 5 ଫୁଟଣ ପକାଇ ନେଇକି ପିଆଜ ଲଙ୍କା ଆଉ ବିଲାତି ଏକା ସହିତ ପକାଇଦେଲି। ତ ପିଆଜ ଟିକେ ବେଶିକି ଦେବେ ପତୁଆରେ। ସୋରିଷ ବଟାରେ ସୋରିଷ ରସୁଣ ଜିରା ଏତିକ ଗ୍ରାଇଣ୍ଡିଙ୍ଗ କରିଥିଲି, ତାକୁ ବି ଟିକେ ଢାଳିଦେଲି। ମାଛକୁ ସନ୍ତୁଳା ମାଛକୁ ଢାଳି ନେଇକି ଟିକେ ଭଲ କରି କଷି ନେଲି। କଷି ନେଇକି ସେଥିରେ ପାଣି ଢାଳିବେ। ପାଣିଟାକୁ ଢାଳିକି ତାକୁ ଭଲ କରି ଟକଟକିନା ଫୁଟାଇ ନେବେ, ମାଛଟାର ଯେମିତି ଭଲ କି ଭିତରେ ପଶିବ ମସଲାଟା। ତ ମସଲାଟା ପଶିଲେ ପତୁଆଟା ଭଲ ଲାଗେ ନା। ଦେଖନ୍ତୁ ଭଲ କରି ଫୁଟାଇ ନେଇ ସାରିଲା ପରେ ପତୁଆ ହେଇଗଲା ରେଡ଼ି। ଆଉ ଏତେବେଳେ ବ୍ୟସ୍ତ କରିଦେଲେଣି ସମସ୍ତେ, ଦିଅ ଦିଅ, କିଏ ପଖାଳ ଖାଇବ, କିଏ ମୁଢ଼ି ଖାଇବ, କିଏ କ'ଣ ଖାଇବ। ତ ବାଡ଼ି ପକାଇଲି, ସେଇଥିପାଇଁ ପଖାଳ ସାଙ୍ଗକୁ ସନ୍ତୁଳା, ପିଆଜ ଲଙ୍କା କାକୁଡ଼ି ମୂଳା ଆଉ ଲଙ୍କା ରସୁଣର ଚକଟାଟା ନିଶ୍ଚୟ ହେଇଥିବ। ଯେମିତି ଲଙ୍କା ରସୁଣ ଚକଟା ଦେଖିଲା ବେଳକୁ ପାଟିରେ ନିଶ୍ଚୟ ପାଣି ଆସି ଯାଉଥିବ ଯେଉଁମାନେ ଖାଉଛନ୍ତି। ତେବେ ଆଜିର ଏ ପଖାଳ ଖିଆ କେମିତି ଲାଗୁଛି ନିଶ୍ଚୟ କମେଣ୍ଟ କରିବେ। ଏମିତି ତ ନିଶ୍ଚୟ ଶୀତ ପାଗରେ ଖାଆନ୍ତୁ। ମୂଳା କାକୁଡ଼ି ସରିଗଲେ ଆଉ ସେ ଖାଇବାର ମଜା ଉଠାଇ ପାରିବେନି। ତେଣୁ ଭିଡ଼ିଓ ପସନ୍ଦ ଆସିଲେ ଲାଇକ୍ଟା ନିଶ୍ଚୟ କରିବେ। ଅନୁରୋଧ ରହିଲା ସବସ୍କ୍ରାଇବ୍ କରିବେ ନିଶ୍ଚୟ ଚ୍ୟାନେଲକୁ, ଯାହାକି ଭଲ ଭଲ ଭିଡ଼ିଓ ଦେଖିପାରିବେ। ତ ରହିଲି, ନମସ୍କାର।